ପିଲାମାନେ ସମସ୍ତଙ୍କୁ ଶୁଭ ସକାଳ। ତମମାନେ ଭଲ ଅଛ? ମୁଁ ବି ବଢିଆ ଅଛି ରେ। ତମମାନଙ୍କୁ ଦେଖି ନା ବହୁତ ଖୁସି ଲାଗୁଛି। ସତରେ ତମମାନେ ଭାରି ସୁନ୍ଦର, ବହୁତ ବଢିଆ ତମେ। ଆଚ୍ଛା ପିଲାମାନେ, ତମେ ସବୁ ଆଗ କ୍ଲାସରେ ପଢିକି ଆସିଛ ନା? ସଂଖ୍ୟା ଗୁଡ଼ିକ ଜାଣିଛ? କେତେ ପର୍ଯ୍ୟନ୍ତ ସଂଖ୍ୟା ଜାଣିଛ କି? 100ରୁ ଆରମ୍ଭ କରିଛ? ଆଚ୍ଛା, ବଢିଆ କଥା। ଆଜି ବି ଆମେ ସେ ଗଣିତ ପଢିବା, ସଂଖ୍ୟା ଜାଣିବା, 100ରୁ ଆରମ୍ଭ କରିବା। ତମେ ସବୁ ଗଣି ଗଣିକି ନେବ ତ? ଆଚ୍ଛା, ଏବେ ସବୁ ନା ଆମେ ସେ ଗଣିତ ଉପରେ ପଢିବା, ସଂଖ୍ୟା ଗୁଡ଼ିକ 100ରୁ ଆରମ୍ଭ କରିବା, ସୁନ୍ଦର ସୁନ୍ଦର କଥା ସବୁ ଜାଣିବା, ସୁନ୍ଦର ସୁନ୍ଦର ଜିନିଷ ସବୁ ଦେଖିବା। ସୁନା ପିଲା ସବୁ ବହୁତ ବଢିଆ। ସୁନା ପିଲା ଗୁଡ଼ିକରେ ଆଚ୍ଛା, ମୁଁ ଯାହା ପଚାରିବି ତମେ ସବୁ କହିବ, ହେଲା? ପିଲାମାନେ, ଆଜି ଆମେ ତୃତୀୟ ଶ୍ରେଣୀ ଗଣିତ ବିଷୟ ପଢିବା। ପ୍ରସଙ୍ଗଟି ହେଲା ଦ୍ୱିଶତକ। ଦ୍ୱିଶତକ ବୋଲି କଣ? 200 ଭିତରେ ପଢିବା। ଠିକ ଅଛି? ତମକୁ ଦୋଳି ଖେଳ ଭଲ ଲାଗେ? ଭଲ ଲାଗେ ନା? ମିଠା ଖାଇବାକୁ ଭଲ ଲାଗେ? ମିଠା ଭଲ ଲାଗେ ନା? ଆଚ୍ଛା, ମୋ ସହିତ ଗୋଟେ ଗୀତ ଗାଇବ ତମେ। ଗାଇବ? ଆଚ୍ଛା, ଠିକ ଅଛି, ଗାଅ। ରଜ ଦୋଳି ସାଇଁ ସାଇଁ, ରଜ ଦୋଳି ସାଇଁ ସାଇଁ, 60 ଟଙ୍କାର ମିଠେଇ ଖାଇ, 100 ଟଙ୍କା ଦେଲେ କେତେ ଫେରେଇବ ଦୋକାନୀ ଭାଇ? ଆଚ୍ଛା, ତମେ 60 ଟଙ୍କାର ମିଠେଇ ଖାଇଲ, 100 ଟଙ୍କା ଦୋକାନୀକୁ ଦେଲ, ତମକୁ ଦୋକାନୀ କେତେ ଟଙ୍କା ଫେରେଇବ? ଆଁ, କେତେ ଟଙ୍କା କହିଲ? 40 ଟଙ୍କା। ଆଚ୍ଛା, ବଢିଆ କହିଲ। 40 ଟଙ୍କା ନା? ଠିକ ଅଛି, ବଢିଆ, ବହୁତ ସୁନ୍ଦର। ଏବେ କହିବ ତମକୁ। ତମେ ସବୁ ଦିଆସିଲି ଦେଖିଛଟି? ନୂଆ ଦିଆସିଲି ବାକ୍ସରେ କେତେଟି କାଠି ଥିବ ବୋଲି ତମେ ଅନୁମାନ କରିକି କହିଲ? ନୂଆ ଦିଆସିଲି? ଆଚ୍ଛା, ବାକ୍ସରେ ଦିଆସିଲି କାଠି କେତେଟି ଅଛି ଗଣିକିରି କହ। ଠିକ ଅଛି, ଗଣିଲ? ଆଚ୍ଛା, କେତେଟା ହେଲା? 40ଟି। ଆଚ୍ଛା, ତୁମେ ଅନୁମାନ କରିଥିବା ଯୋଉ ସଂଖ୍ୟାଟା ତମେ ଅନୁମାନ କରିଥିଲ, ତାହା ସହିତ ସମାନ ହେଲା ନା ପାଖାପାଖି ହେଲା? ପାଖାପାଖି ହେଲା। ଠିକ ଅଛି, ଏବେ ମତେ କହିଲ, ଆମେ ଯଦି ପାଖାପାଖି 100ଟି ଦିଆସିଲି କାଠି ପାଇବା ପାଇଁ କେତୋଟି ବାକ୍ସରେ ନେଇପାରିବା? କେତେଟି? କେତେ କହିଲ? 3। ଆଚ୍ଛା, ଠିକ ଅଛି, 3ଟି କାଠିରେ 3ଟି ଦିଆସିଲି ବାକ୍ସରେ କେତେଟା କାଠି ହବ? 120। ଠିକ ଅଛି, ଠିକ କହିଲ। 120 100ର ପାଖାପାଖି ନୁହଁ? ଆଚ୍ଛା, ବହୁତ ବଢିଆ। ଆଚ୍ଛା, ଠିକ ଅଛି, ଏବେ ଆମେ 100ରୁ ବଡ ସଂଖ୍ୟାଟି କହିବା। ଏଇ ଯୋଉ ସାରଣୀଟେ ଦେଇଛି ନୁହଁ, ତମେ ସବୁ 10 ଟିକିଆ କାଠି ବିଡା ଦେଖିଛ? ଆଚ୍ଛା, 10 ଟିକିଆ ବିଡା ଦେଖିଛ, ଗୋଟିକିଆ କାଠି ବି ଦେଖିଛ। ଠିକ ଅଛି, କେତେଟା 10 ଟିକିଆ ବିଡା ନେଲେ 100ଟା ହବ? 10ଟା। ଆଚ୍ଛା, ଏଠି ଦେଖ ତ 10ଟା ଅଛି ନା ନାଇଁ? ଅଛି। 1 2 3 4 5 6 7 8 9 10। ହଁ, ଠିକ ତ। ଆଚ୍ଛା, ଏବେ 100ଟି କାଠିରେ ଗୋଟିଏ କାଠି ମିଶିବ। 100 ଏବଂ 1 ମିଶି କେତେ ହବ? କେତେ ହବ? 101। ଆଚ୍ଛା, ଠିକ ଅଛି, ବଢିଆ କହିଲ। ଆଚ୍ଛା, ତାପରେ ଅଛି ପୁଣି 100ଟି କାଠି, ପୁଣି ଗୋଟିକିଆ କେତେଟା ଅଛି? 2ଟା। 100 ଏବଂ 2 ମିଶି 102 ହୁଏ ନୁହଁ? ଦେଖ, 102ଟି ଅଛି। ଆଚ୍ଛା, ଏବେ କହିବା, ଏବେ ତମ ପାଳି ନୁହଁ? 100ଟି କାଠି ଅଛି, ଆଉ ଗୋଟିକିଆ କେତେଟା ଅଛି? ଗଣ ଗଣ, 1 2 3। 3ଟି ଅଛି। ଆଚ୍ଛା, ଏଠି ଗୋଟେ ଖାଲି ଘର ଅଛି ନୁହଁ? 100 ଏବଂ 3 ମିଶି 100 ଡେସ୍ଟେ ଦେଇଛି। ଏଠି କଣ ଲେଖିବା? 3। କେମିତି ଜାଣିଲ? ଓହୋ, ଠିକ କହିଲ। ଆରପଟେ 103 ଅଛି ନୁହଁ? ବଢିଆ କହିଲ। ଏବେ ଆମେ ପୁଣି ଆଉ ଗୋଟେ ଯିବା ନୁହଁ?
ଏଇଠି ଦେଖ ପୁଣି 100 ଅଛି, ଗୋଟିକିଆ କାଠି କେତେଟା ଅଛି ଗଣି ଦିଅ। ତମେ ଗଣିଲ? ହଁ, 1 2 3 4, 4ଟି ଅଛି ନୁହଁ? 100 ଏବଂ 4 ମିଶି 100 ଡେସ୍। ଏଇଠି କେତେ ଲେଖିବା? କେତେ? 4। ବଢିଆ କହିଛ, 4 ଠିକ କହିଲ। 104 ହେବ। ପୁଣି ତା ତଳକୁ ଆସିବା ହେଲା। 100 ତ ଅଛି, ଗୋଟିକିଆ କାଠି କେତେଟା ଅଛି? 1 2 3 4 5, 5ଟି ଅଛି ନୁହଁ? ବଢିଆ କହିଲ। 100 ଏବଂ 5 ମିଶି 105। ଏଠି କୋଉଠି ଡେସ୍ ଅଛି? ସଂଖ୍ୟା ତଳେ। ଆଚ୍ଛା ଆଚ୍ଛା, ବଢିଆ କହିଛ। ସଂଖ୍ୟାଟା କେତେ ଲେଖିବା? 105। ଭେରି ଗୁଡ୍, 105। ଆଚ୍ଛା, ବଢିଆ କହିଛ। ସବୁ ବଢିଆ ଜାଣିଲ ରେ, ବଢିଆ ଉତ୍ତର ଦେଲ। ଶୁନା ପିଲା, ଆମେ ସବୁ କାଠି ଗଣିକି କହିଥିଲେ, ଏବେ ସବୁ ଲଡୁ ମିଶେଇକି କହିବା ନୁହଁ? ଏଠି ଦେଖ, ଗୋଟେ ବଡ ଗଦା ମିଠା ଅଛି, ସେଟା 100ଟି। ଆଉ ଗୋଟେ ଛୋଟ ଗଦା ଅଛି, ସେଟା 10ଟି। ଆଉ ଗୋଟିକିଆ ଅଛି, ସେଟା ହେଲା 1, ଗୋଟିଏ। ଏବେ କହିଲ ସବୁ ମିଶେଇକିରି 100 10 ଆଉ 1 ମିଶେଇ କହିଲେ କେତେ ହେବ? କେତେ ହେବ କୁହ? 111। ଆଚ୍ଛା, ବଢିଆ କହିଲ। ତା ତଳକୁ ପୁଣି ଦେଖ, 100ଟିଆ ବଡ ଗଦାଟେ ଅଛି, 10ଟିକିଆଟେ ଅଛି, ପୁଣି ଗୋଟିକିଆ କେତେଟା ଅଛି? 2ଟା। ଆଚ୍ଛା, ସବୁତକ ମିଶେଇକି କୁହ କେତେ ହେବ? 100 10 ଆଉ 2 କେତେ କହିଲ? 112। ହଁ, ଠିକ କହିଛ। 100 10 ଆଉ ଗୋଟିକିଆ କେତେଟା ଅଛି? 3ଟା। ଠିକ କହିଛ। ଗଣିଲେ କେତେଟା ହବ? 113। ଆଚ୍ଛା, ବଢିଆ କହିଲ ତ। ଏବେ ଦେଖିବା ତା ତଳେ କେତେଟା ଅଛି? 100ଟି, ପୁଣି 10ଟିକିଆଟେ, ଗୋଟିକିଆ କେତେଟା ଅଛି? 4ଟି। ଆଚ୍ଛା, ସବୁ ମିଶେଇ ଦିଅ, କେତେ ହେବ? 114। ଆଚ୍ଛା, ବଢିଆ କହିଲ, 114। ଠିକ ଅଛି। ଏବେ ଆଉ ଥରେ ଗଣ। 100ଟିକିଆଟେ ଅଛି, 10ଟି ଅଛି, ପୁଣି ଗୋଟିକିଆ କେତେଟା ଅଛି? 5ଟି। ସବୁ ମିଶେଇ ଦିଅ, କେତେ ହବ? 115। ବଢିଆ କହିଛ, 115। ଶୁଣା ପିଲା, ଏବେ ଦେଖ ଠିକ ସେମିତି ଚକୋଲେଟ ବି ଆମେ ଦେଖିବା ନୁହଁ? ଆଉ ଗୋଟିକିଆ ଚକୋଲେଟ କେତେଟି ଦରକାର? ଏବେ 116 ଅଛି। ଗୋଟେ ଗଦା ଚକୋଲେଟ ଅଛି, ଦେଖିପାରୁଛ? ଏଟା 100ଟା। ଆଉ ଗୋଟେ ଛୋଟ ଗଦା ଅଛି, ସେଇଟା ହଉଛି 10ଟା। ଏବେ ଆମେ ଗୋଟିକିଆ ଚକୋଲେଟ ନେବା। ଏବେ କହିଲ କେତେଟା ଗୋଟିକିଆ ଚକୋଲେଟ ନେଲେ 116 ହବ? ହିସାବ କରିକି ଟିକେ କହିଦିଅ। ଜାଣିଲ? ଆଚ୍ଛା, କେତେଟା? 6ଟି। ଠିକ କହିଛ ନା? 6ଟି ଚକୋଲେଟ। ବହୁତ ବଢିଆ। ଠିକ ସେମିତି ତଳେ କେତେଟି ଅଛି? 117। ଆଉ କେତେଟି ଦରକାର? 7ଟା ଦରକାର। ତାପରେ କେତେଟା ଅଛି? 118। ଆଉ କେତେଟା ଦରକାର? ଦରକାର। ତାପରେ 119 ଅଛି ନା? 9ଟା ଦରକାର। ଆଚ୍ଛା, ତାପରେ କେତେ ଅଛି? 120। ଗୋଟେ 10ଟିକିଆ ଅଛି। ଆଉ କେତେଟା ଖାଲିଟା ଦରକାର? 10ଟା। ଆଚ୍ଛା, ନା ଗୋଟେ ଗଦା ନେଇଯିବା? ଗୋଟେ ଗଦା ନେଇଯିବା। ଗୋଟେ ଗଦା ନେଇଗଲେ 110 10 120। ବହୁତ ବଢିଆ, ବଢିଆ ଉତ୍ତର ଦେଲ। ନା ପିଲା, ଏବେ ସଂଖ୍ୟା ସହିତ ବସ୍ତୁକୁ ଯୋଡ଼ିବା। ଠିକ ଅଛି। ଏବେ ମତେ କହିଲ 100 କାଠି କୋଉଠି ଅଛି? 100ଟି। 105 କୋଉଠି ଅଛି ପିଲେ? ଦେଖିଲ? ଖୋଜିକି କହିଲ ମତେ। ଆଚ୍ଛା, ହଁ, ବଢିଆ କହିଛ। ଆଉ 106 କୋଉଠି ଅଛି? ଜାଣିଲ? ଆଚ୍ଛା, ଠିକ କହିଛ। ତା ତଳେ କେତେ ଅଛି? 108 କୋଉଠି ଅଛି? ଜାଣିଲ? ଭେରି ଗୁଡ। ଠିକ ସହିତ ସଂଖ୍ୟା ଏବେ ଯୋଡ଼ିବା, ତାର ଓଲଟାଟା ନୁହଁ? ପ୍ରଥମରେ କେତେଟା କାଠି ଅଛି? ଟିକେ ଖାଲି ଥରୁରେ ଗଣିକି କହିଦିଅ। କେତେ କହିଲ? 102। ଆଚ୍ଛା, ହଁ, ତା ତଳେ କେତେ ଅଛି? 100ଟି। ଭେରି ଗୁଡ। ତା ତଳେ କେତେ ଅଛି? ଗଣିକି କୁହ, ଗଣିକି କୁହ, ଗଣିକି କୁହ, ଗଣିକି କୁହ। 108ଟି। ଆଚ୍ଛା, ତା ତଳେ କେତେ ଅଛି? 103ଟି। ଆଚ୍ଛା, ତା ତଳେ କେତେ ଅଛି? 105। ବଢିଆ କହିଲ। ଆଉ 105ଟା ଠିକ କହିଛ। ଶୁଣା ପିଲା, ଏବେ ତମକୁ କିଛି ପ୍ରଶ୍ନ ପଚାରିବି, ତମେ କହିବ ନା? 10ଟି ଲଡୁରେ ଗୋଟିଏ ଡବା, 10 ଡବା ନେଲେ କେତୋଟି ହବ? କେତେଟି କହିଲ? 100ଟି। ଆଚ୍ଛା, ବଢିଆ କହିଲ। ଠିକ ସେମିତି
25 ଲଡୁରେ ଗୋଟିଏ ଡବା। 25 ଲଡୁରେ ଗୋଟିଏ ଡବା। କେତେ ଡବା ନେଲେ 100ଟି ହେବ? କେତେଟି? ଏଠି ଡବା କେତେଟି ବୋଲି? କେତେଟା ଡବା? 4ଟି। ଆଚ୍ଛା, ଠିକ କହିଲ। 20 ଲଡୁରେ ଗୋଟିଏ ଡବା। କେତେ ଡବା ନେଲେ 100ଟି ହେବ? କେତେ ଡବା ନେବା? 5 ଡବା। ଆଚ୍ଛା, ବଢିଆ କହିଲ। ପୁରା ଠିକ ଉତ୍ତର ଦେଲ। ବହୁତ ଧନ୍ୟବାଦ। ଖାଲି ଘରେ କେଉଁ ସଂଖ୍ୟା ରହିବ କହିବ? ପ୍ରଥମେ କେତେ ଲେଖା ହେଇଛି? 102। ଠିକ ଅଛି। ତାପରେ କେତେ ହେବ? 102 ପରେ କେତେ ଆସିବ? କେତେ ଆସିବ? 103। ଠିକ କହିଛ। ଆଚ୍ଛା, 103 ପରେ 104 ଅଛି ନୁହଁ? ତାପରେ ଅଛି କେତେ? 110। ତାପରେ କେତେ ଅଛି? 111। 111 ପରେ କେତେ ଆସେ? କହିଦିଅ ଗୋଟେ ଗୋଟେ ଅଧିକ କରିକିରି। 112। ଠିକ ଅଛି, ବଢିଆ କହିଲ। ଆଚ୍ଛା, ଏବେ ଆସିଲା। 116 ଅଛି, ତା ପୂର୍ବରୁ ଗୋଟେ ଖାଲି ଜାଗା ଅଛି ନୁହଁ? 116 ଆଗରୁ କୋଉଟା ରହିବ? ଟିକେ ମନେ ପକେଇ ଦିଅ। 115। ଆଚ୍ଛା, ବଢିଆ କହିଲ। 115, 116, 117। ଶୁଣା ପିଲା। ଆଚ୍ଛା ପିଲାମାନେ, ତମେ ତ ବଢିଆ ଉତ୍ତର ଦେଲ। ପୁରା ପାଠଟା ଭଲ ଭାବରେ ଜାଣିଗଲ ଆଉ। ଆଚ୍ଛା, ଆଜି ଆମେ ନୁହଁ 100ରୁ ବଢେଇ ବଢେଇକି ସଂଖ୍ୟା ସବୁ ଜାଣିଲେ। 101, 102, 103, 104, 105, 106, 107, 108, 109, 110। ତାପରେ ବି ଦଶକ ସଂଖ୍ୟା ଗୁଡ଼ିକ ଆମେ ବଢେଇଲେ ନୁହଁ? କାଠି ସବୁ ଆଣିଲେ, 10 ଟିକିଆ ବିଡ଼ା ଆଣିଲେ, 100ଟେ କଲେ, ପୁଣି 10 ଟିକିଆ ବିଡ଼ା ମାନେ ଯୋଡ଼ିଲେ, ଗୋଟିକିଆ କାଠି ବି ଆଣିଲେ। ଆଜି ଆମେ ସବୁ 100ଟାରୁ ଆରମ୍ଭ କରିକିରି କେତେ ପର୍ଯ୍ୟନ୍ତ ଜାଣିଲେ କହିପାରିବଟି? ଆଚ୍ଛା, 100ରୁ ଆରମ୍ଭ ହୋଇଛି ପରା 200 ପର୍ଯ୍ୟନ୍ତ। 200 ଭିତରେ ଆମେ ସଂଖ୍ୟା ଗୁଡ଼ିକ ପଢିଲେ ଆଉ ଜାଣିପାରିଲେ। ଠିକ ଅଛି। ବହୁତ ବହୁତ ଧନ୍ୟବାଦ ସମସ୍ତଙ୍କୁ। ବଢିଆ ପଢିଲ। ଏଇ ଯୋଉ ବହିରେ ତମର ଅଛି ନା, ସେଗୁଡାକ ସବୁ ତମେ ଘରେ ଅଭ୍ୟାସ କରିବ। ଶୁଣା ପିଲା, ହେଲା? ପୁଣି ପରବର୍ତ୍ତୀ କ୍ଲାସରେ ତମ ସହିତ ଦେଖା ହେବା। ସେତେ ଦିନ ପର୍ଯ୍ୟନ୍ତ, ସେତେ ସମୟ ପର୍ଯ୍ୟନ୍ତ ରହୁଛି। ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।